ହାଇଦ୍ରାବାଦ ଏକ୍ସପ୍ଲୋର ଭିଡିଓରେ ଯେମିତିକି ଆପଣମାନେ ଦେଖିଥିଲେ ଆମେମାନେ ପ୍ରଥମେ ଗୋଲକୁଣ୍ଡା ଫୋର୍ଟ ଯାଇ ବୁଲିକି ଆସିଥିଲୁ ଆଉ ତାପରେ ସିଧା ଯାଇ ପହଞ୍ଚି ଯାଇଥିଲୁ ସ୍ନୋ ୱାର୍ଲ୍ଡ ପାଖରେ। ସେଠାରେ ପହଞ୍ଚି ପ୍ରଥମେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଗରମ ପୋଷାକ ପିନ୍ଧି ସମସ୍ତେ ରେଡି ହେଇଗଲୁ। ଆଉ ଆଜି ସବୁଠୁ ବେଶୀ ଖୁସି ଥାନ୍ତି ଆମ ଡୁଡୁଲ ଆଉ ସୁଡୁଲ। ମୋ ଛଡା ଏଇ ସ୍ନୋ ୱାର୍ଲ୍ଡ କୁ ଆଗରୁ ସମସ୍ତେ ଆସି ସାରିଥିଲେ, ତେଣୁ ମତେ ବି କିଛି କମ ଏକ୍ସାଇଟମେଣ୍ଟ ଲାଗୁନଥିଲା। ତାପରେ ବାହାରେ କିଛି ଫଟୋ ଭିଡିଓ ସୁଟ କରିସାରିଲା ପରେ ଆମେମାନେ ଯାଇଥିଲୁ ସ୍ନୋ ୱାର୍ଲ୍ଡ ର ଭିତରକୁ। ଆଉ ଆପଣମାନେ କୁହନ୍ତୁ ତ ସୁଡୁଲ ଏଇ ଗେଟଅପ ରେ କାହା ଭଳି ଦେଖା ଯାଉଛି? ମତେ ତ ପୁରା କେଉଁ ଦୁନିଆରୁ ଆସିଲ ବନ୍ଧୁର ଏଲିଏନ ଭଳି ଦିଶୁଛି। ଆଉ ସେ ଚାଲୁଛି ବି ଆଜି ଠିକ ସେଇମାନଙ୍କ ଭଳି। ଭିତରକୁ ଏଣ୍ଟ୍ରି କରୁ କରୁ ଏତେ ଥଣ୍ଡା ଥିଲା ଯେ ସେଠି ମୋର ତ ଗୋଡ ହାତ ପୁରା ଥରିଗଲା। ହେଲେ ଏତେ ପଇସା ଦେଇକି ଯାଇଛୁ ଯେତେବେଳେ ଲାଷ୍ଟ ପର୍ଯ୍ୟନ୍ତ ନ ରହିଲେ ପଇସାଟା କଣ ଆଉ ଉଠିବ? ଆଉ ଯେତେ ଟାଇମ ଗଡି ଗଡି ଯାଉଥାଏ ତା ଭିତରର ଥଣ୍ଡା ବି ସେତେ ବଢି ବଢି ଯାଉଥାଏ। ଆମ ଡୁଡୁଲ ସୁଡୁଲ ଏଠି ଖାଲି ବରଫ ତୋଳିବାରେ ବ୍ୟସ୍ତ ରହିଲେ ଆଉ ତା ଭିତରେ ଆମେମାନେ ଆମର ସବୁ ଫଟୋ ଭିଡିଓ ସୁଟ କରିଦେଲୁ। ଏବେ ଯେମିତି ଗରମ ପଡିଛି ୟା ଠାରୁ ବେଷ୍ଟ ପ୍ଲେସ ଆମକୁ ଆଉ କିଛି ଦେଖାଗଲାନି। ଆଉ କିଛି ସମୟ ପରେ ଆରମ୍ଭ ହେଇଯାଇଥିଲା ବରଫ ଡ୍ୟାନ୍ସ, ଯୋଉଟାକୁ କି ନାନୀ ଆଉ ମୁଁ ପୁରା ମନ ଭରିକି ଏନ୍ଜୟ କରିଥିଲୁ। ଫାଇନାଲି ଏଇଠି ଆମର ଟାଇମ ଓଭର ହେଇଗଲା ଆଉ ତା ଭିତରେ ବହୁତ ସାରା ମଜାମସ୍ତି କରି ଆମେମାନେ ପଳେଇ ଆସିଲୁ ବାହାରକୁ ଆସିଲା ପରେ ସୁଡୁଲ ଡୁଡୁଲକୁ ଭୋକ ଲାଗିବାରୁ ସେମାନେ ପ୍ରଥମେ ଫ୍ରେଞ୍ଚ ଫ୍ରାଇଜ କୁ କିଣିକି ଖାଇଦେଲେ। ଆଉ ତାପରେ ମୋ ପେଟଟା ବି କୋଉ ସମ୍ଭାଳି ହେଇକି ରହିବ, ତ ମୁଁ ବି ଟିକେ ପପକର୍ନ କିଣିକି ଖାଇ ଦେଇଥିଲି। ଆଉ ସେଠାରୁ ଫେରିଲା ପରେ ଆମକୁ ସେଇଦିନ ହିଁ ଓଡିଶା ରିଟର୍ନ କରିବାର ଥିଲା, ତ ଜଲ୍ଦି ଜଲ୍ଦି ବ୍ୟାଗ ସବୁ ପ୍ୟାକ୍ କରି ଛୁଆଙ୍କୁ ଧରି ଆମେମାନେ ବାହାରି ଆସିଲୁ ଏୟାରପୋର୍ଟ ଅଭିମୁଖେ। ଆଉ ଆମ ଲକି ଲୁଇଙ୍କର ବି ଭୁବନେଶ୍ୱରରେ କିଛି କାମ ଥିବାରୁ ସେମାନେ ବି ଆମ ସହିତ ଆସିଗଲେ ଓଡିଶା। ବାପା ମମି ଆଉ ବୁବୁନିକୁ ହାଇଦ୍ରାବାଦରେ ଛାଡି ଆମେମାନେ ସମସ୍ତେ ଚାଲିଲୁ ଓଡିଶା ଅଭିମୁଖେ। ତ ନିର୍ଦ୍ଧାରିତ ସମୟରେ ଆମେମାନେ ସମସ୍ତେ ଯାଇ ଏୟାରପୋର୍ଟରେ ପହଞ୍ଚି ଯାଇଥିଲୁ ଆଉ ପହଞ୍ଚି ସାରି ଆଗ ବ୍ୟାଗ ଚେକ୍ ଇନ୍ କରିଦେଇଥିଲୁ। ବ୍ୟାଗ ଚେକିଂ ହେଇସାରିଲା ପରେ ଆମ ପାଖରେ ଆହୁରି ବହୁତ ଟାଇମ ଥିଲା, ତ ତା ଭିତରେ ବୁଲାବୁଲି ମଜାମସ୍ତି ସହିତ ଛୁଆମାନଙ୍କୁ ଖୁଆଇ ଦେଇଥିଲୁ ଆଉ ନିଜେ ମଧ୍ୟ କିଛି କିଛି ଖାଇ ଦେଇଥିଲୁ। ଆଉ ବହୁତ ଦିନ ପରେ ଆଜି ଆମେ ସମସ୍ତେ ଏକାଠି ଟ୍ରାଭେଲ କରୁଛୁ, ତ ସମସ୍ତଙ୍କ ମନ ବହୁତ ଖୁସି ଥାଏ। ସୁଡୁଲ ଡୁଡୁଲ ଲାଡୁଲ ଲିସୁଲ ଏମାନଙ୍କ ମନ ବି ଆଜି ଭାରି ଖୁସି ଥାଏ। ସେମାନଙ୍କର ଖାଲି ଗୋଟିଏ ପ୍ରଶ୍ନ ଥାଏ, ଫ୍ଲାଇଟ ଟା କେତେବେଳେ ଆସିବ? ଫାଇନାଲି ଏୟାରପୋର୍ଟରେ ଟିକେ ବୁଲାବୁଲି ପରେ ଆମ ମାନଙ୍କର ବୋର୍ଡିଂ ଟାଇମ ହେଇଗଲା ଆଉ ଆମେ ସମସ୍ତେ ସାଙ୍ଗ ହେଇକି ଚାଲିଲୁ ଭୁବନେଶ୍ୱର। ମନଟା ତ ବହୁତ ଦୁଃଖ ହଉଥାଏ, କାହିଁକି ନା ଏଠୁ ଗଲା ପରେ ସମସ୍ତେ ନିଜ ନିଜ କର୍ମସ୍ଥାନକୁ ପଳେଇ ଯିବେ। ତଥାପି ଯେତିକି ସମୟ ସମସ୍ତେ ଏକାଠି ହେଇଛୁ ତାକୁ ମନ ଭରି ଏନ୍ଜୟ କରିଦବା ଦରକାର। ଆଉ ଏଇଠାରେ ବହୁତ ହସ ଖୁସି ଆଉ ଗପସପ ରେ ଆମ ମାନଙ୍କର ବିମାନ ଯାତ୍ରା କମ୍ପ୍ଲିଟ ହେଇଥିଲା। ହଁ, ଆଉ ଗୋଟେ କଥା ସାଙ୍ଗମାନେ, ଫ୍ଲାଇଟ ଭିତରେ କାହାର କାହାର କାନ ଟାଣେ କମେଣ୍ଟରେ ନିଶ୍ଚୟ ଜଣେଇବେ। ଠିକ ସମୟରେ ଆମେମାନେ ଯାଇ ଭୁବନେଶ୍ୱରରେ ଲ୍ୟାଣ୍ଡ କରିଗଲୁ ଆଉ ନିଜ ନିଜର ଲଗେଜ କୁ କଲେକ୍ଟ କରି ଆମେମାନେ ବାହାରି ଆସିଲୁ ଘରକୁ। କିନ୍ତୁ ଲୁଇର ଡାଡି ନନା ଭାଉଜ ଆଉ ଲିସୁଲ ସେମାନେ ଆଜି ଢେଙ୍କାନାଳ ପଳେଇଗଲେ, ତ ସେମାନଙ୍କୁ ସେଇଠାରେ ବିଦାୟ ଦେଇ ଆମେମାନେ ଚାଲିଲୁ ଭୁବନେଶ୍ୱରରେ ଥିବା ଆମ ବାସସ୍ଥଳୀକୁ। ଦିନମାନର ବୁଲାବୁଲି ସହିତ ଜର୍ଣ୍ଣି ଥିବାରୁ ଆଜି ସମସ୍ତେ ବହୁତ ହି ଥକି ଯାଇଥିଲୁ, କିନ୍ତୁ ଆମ ଲାଡୁଲ ଜମା ବି ଥକି ନଥିଲା। ଦେଖୁନାହାନ୍ତି ନାନୀକି ଆଉ ମତେ କେମିତି ଗେଲ କରିଦଉଛି। ଘରେ ପହଞ୍ଚିଲା ପରେ ସମସ୍ତେ କିଛି କିଛି ରାତ୍ରି ଭୋଜନ କରି ଆମେମାନେ ଚାଲିଲୁ ଶୋଇବା ପାଇଁ। ରହିଲୁ, ନମସ୍କାର, ଜୟ ଜଗନ୍ନାଥ।